ଖ୍ରୀଷ୍ଟର ପ୍ରିୟ ମୋର ବନ୍ଧୁଗଣ ଆପଣମାନଙ୍କୁ ମୁଁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ଜଣାଉଅଛି। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଆଜି ଭଲରେ ଅଛନ୍ତି। ଯଦି ଆଜି ଜଗତର ଅନେକ ସମସ୍ୟା ଜୀବନ ମଧ୍ୟରେ ଘଟୁଅଛି, ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ଯେତେବେଳେ ଦେଖୁ ଅନେକଙ୍କ ଜୀବନରେ ଅନେକ ବିପଦ, ଅନେକ ସମସ୍ୟା, ଦୁର୍ଘଟଣା ଘଟି ମନୁଷ୍ୟକୁ ଜଗତରୁ ବିଦାୟ ନେବାକୁ ପଡୁଛି। କିନ୍ତୁ ମୁଁ ଆଶା କରୁଛି ଆଜି ଆମ ସମସ୍ତଙ୍କୁ ପ୍ରଭୁ ସୁସ୍ଥ ସବଳ ରଖି ଆନନ୍ଦରେ, ଶାନ୍ତିରେ, ପ୍ରେମରେ ରହିବା ପାଇଁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ସେଥିପାଇଁ ତାଙ୍କ ନାମର ଧନ୍ୟବାଦ ହେଉ। ଏହି ସମୟରେ ଆପଣମାନଙ୍କୁ ଗୋଟିଏ ବିଷୟ ମୁଁ କହିବା ପାଇଁ ଚାହେଁ, ଯାହା ପବିତ୍ର ଧର୍ମଶାସ୍ତ୍ର ବାଇବେଲ ନୂତନ ନିୟମର ଜହନ ଲିଖିତ ସୁସମାଚାର 2 ଅଧ୍ୟାୟ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଏ ପୃଥ୍ୱୀ ମଧ୍ୟରେ ଥିଲେ ସେତେବେଳେ ଅନେକ ସେ କାର୍ଯ୍ୟରେ ରତ ଥିଲେ। ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ। ତାଙ୍କୁ ଅନେକ ଲୋକମାନେ ନିମନ୍ତ୍ରଣ କରୁଥିଲେ। ସେ ଶିକ୍ଷାରେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାରେ, ରୋଗୀଙ୍କୁ ସୁସ୍ଥ କରିବାରେ ଏବଂ ପକ୍ଷଘାତୀମାନଙ୍କୁ ଚଲେଇବାରେ, ଅସ୍ଥିକୁ ପୁନର୍ବାର ତାଙ୍କର ଚର୍ମ ଏବଂ ମାଂସକୁ ସ୍ଥାପନ କରିବା, ମୃତ୍ୟୁକୁ ଉଠେଇବା, ଅନ୍ଧକୁ ଚକ୍ଷୁ ପ୍ରଦାନ କରିବା, ଏହି ସମସ୍ତ କାର୍ଯ୍ୟରେ ସେ ରହିଥିଲେ। କିନ୍ତୁ ତା ପୂର୍ବ ଅବସ୍ଥାକୁ ଯେତେବେଳେ ଆମେ ଦେଖୁ ଯେ ଗାଲିଲୀର କାନା ନଗରରେ ଦିନେ ତାଙ୍କୁ ଏକ ବିବାହ ଭୋଜକୁ ଶିଷ୍ୟମାନଙ୍କ ସହିତ ନିମନ୍ତ୍ରିତ କରାଯାଇଥିଲା। ସେଠାରେ ଅନେକ ଲୋକମାନେ ଥିଲେ। ଆଉ ଯୀଶୁଙ୍କ ମାତା, ଯାହାକୁ ମରିୟମ କୁହାଯାଏ, ସେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ଭୋଜିରେ ବେଳେବେଳେ ଆମମାନେ ଜାଣୁ କେଉଁ ଜାଗାରେ ତ ଅଧିକ ଭୋଜନ ବଳକା ହେଇଥାଏ, ଆଉ କେଉଁ ଜାଗାରେ ଖାଦ୍ୟର, ଜଳର ଅଭାବ ଥାଏ। ଆଉ ଅନେକ ଜାଗାରେ ଆମେ ଦେଖୁ ଅନେକ ଲୋକମାନେ ଦ୍ରାକ୍ଷାରସ ଆବଶ୍ୟକ କରନ୍ତି। ସେହିପରି ଗାଲିଲୀ ଯେଉଁ କାନା ନଗରରେ ମଧ୍ୟ ଦ୍ରାକ୍ଷାରସର ଆବଶ୍ୟକ ଥିଲା। ସେଇ ଭୋଜିରେ ଦ୍ରାକ୍ଷାରସ ସରିଯାଇଥିଲା। ସେତେବେଳେ ମରିୟମ, ଯେ ଯୀଶୁଙ୍କ ମାତା, ସେ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଯାଇ କହୁଅଛନ୍ତି, ଆଜି ଏହି ଭୋଜରେ ଦ୍ରାକ୍ଷାରସର ଅଭାବ ପଡ଼ିଅଛି, ତମେ ତାଙ୍କ ନିମନ୍ତେ କିଛି କର। ତାର ଅର୍ଥ ଆମେ ଏଥିରେ ଦେଖିବାକୁ ପାଉଛୁ, ମାତା ଯୀଶୁ ଖ୍ରୀଷ୍ଟ କିଛି କରିପାରନ୍ତି ବୋଲି ତାଙ୍କର ବିଶ୍ୱାସ ଅଛି। ଏପରି ଜଣେ ମାତା ଅନ୍ୟମାନଙ୍କ ନିମନ୍ତେ ସେ ଚିନ୍ତା କରନ୍ତି। ମାତାଙ୍କର କ୍ୱାଲିଟି, ମାଙ୍କର କ୍ୱାଲିଟିକୁ ଆମେ ଜାଣିପାରୁଛୁ। ଅନେକଙ୍କ ନିମନ୍ତେ ସେ ମା ବ୍ୟତିବ୍ୟସ୍ତ, ଚିନ୍ତିତ ହୁଅନ୍ତି। ମୋର ପ୍ରିୟମାନେ, ଆଜି ଏଇ ଛୋଟ ବାକ୍ୟରେ ଆମେ ଜାଣିବାକୁ ପାଉଛୁ ଜଣେ ମାଙ୍କର କର୍ତ୍ତବ୍ୟ କ'ଣ ଅନ୍ୟମାନଙ୍କ ନିମନ୍ତେ। ଯଦି ଭୋଜିରେ ଅନେକ ଲୋକମାନେ ଥିଲେ, ଭୋଜିର ଅଧ୍ୟକ୍ଷ, ସେମାନେ ଚିନ୍ତା କରିନାହାନ୍ତି କେତେବେଳେ ଦ୍ରାକ୍ଷାରସ ସରିଲା। କିନ୍ତୁ ମାତାଙ୍କୁ ଯେ ଏତେ ଚିନ୍ତା, ସେ ଚିନ୍ତା କରି କହୁଛନ୍ତି ଯୀଶୁଖ୍ରୀଷ୍ଟଙ୍କୁ। ମୋର ପ୍ରିୟମାନେ, ମାତା ହେଲେ ବି ସିଏ ଅନୁରୋଧ କଲେ, ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଯାଇ କହୁଅଛନ୍ତି ଯେ ତାଙ୍କ ନିକଟକୁ ଗଲେ ବୋଲି ଧର୍ମଶାସ୍ତ୍ର ଲେଖାଯାଏ। ମୋର ପ୍ରିୟମାନେ, ଆଜି ଯେତେବେଳେ କି ଆମମାନଙ୍କର ପ୍ରତ୍ୟେକଙ୍କର ଆବଶ୍ୟକତା ପଡ଼େ, ଆମେ ଯୀଶୁଙ୍କ ନିକଟକୁ ଯିବା ଆମମାନଙ୍କର କର୍ତ୍ତବ୍ୟ। ଆଉ ସେତେବେଳେ ସେ କହିଲେ, ମୋର ସମୟ ଆସିଲେ ମୁଁ ତାହା କରିବି। ମୋର ପ୍ରିୟମାନେ, ଆଜି ଅନେକ ଆମେ ଆଶା କରିଥାଉ ଆମ ଜୀବନରେ ଅନେକ କାର୍ଯ୍ୟ ଅତି ଶୀଘ୍ର ହେଉ ବୋଲି। କିନ୍ତୁ ଯୀଶୁଖ୍ରୀଷ୍ଟ ଜାଣନ୍ତି ଆମମାନଙ୍କର ସମୟ ଆମମାନଙ୍କୁ କେତେବେଳେ ଦରକାର, ଆମମାନେ କ'ଣ ଦରକାର କରୁ। ସମୟ ଆସିଲା, ଯୀଶୁଖ୍ରୀଷ୍ଟ କହିଲେ, ଶିଷ୍ୟମାନଙ୍କୁ କହି ପଠେଇଲେ, ଯେଉଁ ଜାଳ ଗୁଡ଼ାକ ଅଛି ତାହା ତମେ ଭର୍ତ୍ତି କର, ଜଳ ଦ୍ୱାରା ଭର୍ତ୍ତି କର। ସେମାନେ ଜଳ ପକାନ୍ତେ ଯୀଶୁଖ୍ରୀଷ୍ଟ କହିଲେ, ପ୍ରଥମେ ତୁମେ ଯାଇ ଏହି ଜଳକୁ ଭୋଜିର ଅଧ୍ୟକ୍ଷଙ୍କୁ ଦିଅ, ଯେ ଭୋଜିର ମୁଖ୍ୟ ଲୋକଙ୍କୁ ତୁମେ। ସେତେବେଳେ ଶିଷ୍ୟମାନେ ଯାଇ ଭୋଜିର ଯିଏକି ମୁଖ୍ୟ ଅଧ୍ୟକ୍ଷ ଅଛନ୍ତି ତାଙ୍କ ନିକଟକୁ ଯାଇ ସେମାନେ ଦେଲା ପରେ ସେ ତାହାଙ୍କୁ କହିଲେ, ଏତେ ସ୍ୱାଦିଷ୍ଟ ଦ୍ରାକ୍ଷାରସ ତୁମେ କେଉଁ ଜାଗାରେ ରଖିଲ? ଏହାର ମୂଳ ରହସ୍ୟ ମୋର ପ୍ରିୟମାନେ ମୁଁ ଆଜି ଆପଣମାନଙ୍କ ନିକଟରେ କହିବାକୁ ଚାହେଁ। ପୂର୍ବରୁ ଯେଉଁ ଦ୍ରାକ୍ଷାରସକୁ ସେମାନେ ପାନ କରିଥିଲେ, ସେଥିରେ ଜଣାପଡ଼ୁଛି ତାହା ଏତେ ସ୍ୱାଦଯୁକ୍ତ ନଥିଲା। ସେଇ ଦ୍ରାକ୍ଷାରସର ସ୍ୱାଦ ଯୀଶୁଖ୍ରୀଷ୍ଟ ତିଆରି କରିଥିବା ଦ୍ରାକ୍ଷାରସ ଠାରୁ ଭିନ୍ନ ଥିଲା। ଯୀଶୁଖ୍ରୀଷ୍ଟ ଯେଉଁ ଦ୍ରାକ୍ଷାରସକୁ ତିଆରି କଲେ ତାହା ସ୍ୱାଦଯୁକ୍ତ ଥିଲା, ତାହା ମାତାଲ ନଥିଲା। ତାହା ଏକ
ମନ୍ଦତା ବିଷୟ ବା ଅନ୍ୟମାନଙ୍କ ନିମନ୍ତେ କଷ୍ଟ ଦେବା, ଅନ୍ୟମାନଙ୍କ ନିମନ୍ତେ ତୁଚ୍ଛୀକୃତ କରେଇବା ଦ୍ରାକ୍ଷାରସ ନଥିଲା। ଅନ୍ୟମାନଙ୍କ ନିମନ୍ତେ ସ୍ୱାଦଯୁକ୍ତ, ଅନ୍ୟମାନଙ୍କ ନିମନ୍ତେ ଏକ ଶରୀର ନିମନ୍ତେ ସ୍ୱାସ୍ଥ୍ୟଯୁକ୍ତ ଦ୍ରାକ୍ଷାରସ ଥିଲା। ମୋର ପ୍ରିୟମାନେ, ସମସ୍ୟା ମଧ୍ୟରେ ଯୀଶୁଖ୍ରୀଷ୍ଟଙ୍କୁ ନିମନ୍ତ୍ରଣ କରିବା, ଯୀଶୁଖ୍ରୀଷ୍ଟଙ୍କୁ ସ୍ୱାଗତ କରିବା, ଯୀଶୁଖ୍ରୀଷ୍ଟଙ୍କୁ ନିବେଦନ କରିବା ଆମମାନଙ୍କର କର୍ତ୍ତବ୍ୟ ଅଟେ। ମୁଁ ଆଜି କହି ରଖିବା ପାଇଁ ଚାହେଁ, ଯେଉଁ ଜାଗାରେ କି ଯୀଶୁଖ୍ରୀଷ୍ଟ ଅଛନ୍ତି ସେହି ଜାଗାରେ କୌଣସି ବିଷୟ ଅସମ୍ଭବ ହୁଏ ନାହିଁ। ସେ ଅସମ୍ଭବକୁ ସମ୍ଭବ କରିବା ଯୀଶୁଖ୍ରୀଷ୍ଟ ଅଟନ୍ତି, ଆମମାନଙ୍କର ପ୍ରଭୁ ଅଟନ୍ତି। ଆଜି ଆପଣମାନଙ୍କୁ ମୁଁ ଜଣାଇବା ପାଇଁ ଚାହେଁ, ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୂର୍ବରୁ ଆପଣ ସାଧାରଣ ଜଳ ପଡ଼ିଥିଲେ। ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ଆପଣ ଗ୍ରହଣ କଲେ, ଆପଣ ଜଳରୁ ପରିବର୍ତ୍ତନ ହେଇ ଦ୍ରାକ୍ଷାରସ ହେଲେ। ଯେଉଁ ଦ୍ରାକ୍ଷାରସ କି ଅନେକଙ୍କ ନିମନ୍ତେ ସ୍ୱାଦଯୁକ୍ତ ଅଟେ, ଅନେକଙ୍କ ନିମନ୍ତେ ସୁସ୍ଥକାରୀ ସ୍ୱାଦଯୁକ୍ତ ଦ୍ରାକ୍ଷାରସ ଅଟେ। ଯେତେବେଳେ ସେମାନେ ତାହା ପାନ କଲେ, ସେତେବେଳେ ଜାଣିପାରିଲେ ସେହି ଦ୍ରାକ୍ଷାରସର ସ୍ୱାଦିଷ୍ଟ, ସେହି ଦ୍ରାକ୍ଷାରସର ସ୍ୱାଦ ଭିନ୍ନ ଥିଲା ପୂର୍ବ ଦ୍ରାକ୍ଷାରସ ଅପେକ୍ଷା। ଆପଣ ହେଇପାରେ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୂର୍ବରୁ ଆପଣ ଅନେକଙ୍କ ସମ୍ମୁଖରେ ଠିଆ ହେଇ କଥା କହିଥିଲେ, ଆପଣଙ୍କର କଥାର ଶୈଳୀ ଠିକ ନଥିଲା, ସ୍ୱାଦଯୁକ୍ତ ନଥିଲା। ଯେତେବେଳେ ଆପଣ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ଆପଣଙ୍କର କଥା କହିବାର ଶୈଳୀ ଅନ୍ୟମାନଙ୍କ ନିମନ୍ତେ ସ୍ୱାଦଯୁକ୍ତ ହେଲା, ଅନେକଙ୍କ ନିମନ୍ତେ ଗ୍ରହଣଯୋଗ୍ୟ ହେଲା, ଅନେକ ତାହା ପସନ୍ଦ କଲେ। ତୃତୀୟରେ ଆପଣମାନଙ୍କୁ ମୁଁ କହି ରଖିବି, ଆପଣମାନଙ୍କର ନାମ ବଦଳିଗଲା। ଆପଣ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୂର୍ବରୁ ଆପଣଙ୍କୁ ଲୋକମାନେ ଖରାପ ଲୋକ କହୁଥିଲେ। ଯେତେବେଳେ ଆପଣ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ନିଜର ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କଲେ, ଅନ୍ୟମାନଙ୍କ ନିମନ୍ତେ ଆପଣ ଏକ ଆଦର୍ଶ ନାମରେ ପରିଚିତ ହେଲେ, ଭଲ ନାମରେ ପରିଚିତ ହେଲେ, ଅନ୍ୟର ସେବା କଲେ। ଆପଣଙ୍କର ନାମ ବଦଳିଗଲା। ଜଳରୁ ଯେପରିକି ଦ୍ରାକ୍ଷାରସ ହେଲା, ଆପଣ ଖରାପ ଭଲ ନାମରେ ପରିଚିତ ହେଲେ। ତୃତୀୟ ବିଷୟ, ଆପଣଙ୍କର ରଙ୍ଗ ବଦଳିଗଲା। ଆପଣ ପୂର୍ବରେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୂର୍ବରୁ ଆପଣ ଯୋଉଠି ଇଚ୍ଛା ସେଇଠି ପଡ଼ି ରହୁଥିଲେ, ଯୋଉଠି ଇଚ୍ଛା ସେଇଠି ଆପଣଙ୍କର ଅନ୍ୟମାନଙ୍କ ନିମନ୍ତେ ସଫା ପରିଷ୍କାର। ହଁ, ଆପଣ ସେତେବେଳେ ମଦ ପାନ କରୁଥିଲେ, ସିଗାରେଟ, ବିଡ଼ି, ଗୁଟକା এই ସମସ୍ତ କିଛି ବ୍ୟବହାର କରୁଥିଲେ। ସେତେବେଳେ ଆପଣଙ୍କର ରଙ୍ଗ ଠିକ ନଥିଲା। କିନ୍ତୁ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟକୁ ହୃଦୟ ମଧ୍ୟରେ ଆପଣ ପୂର୍ଣ୍ଣ କଲେ, ବାକ୍ୟ ଦ୍ୱାରା ଚାଲିଲେ, ବାକ୍ୟ ଦ୍ୱାରା ଅନ୍ୟମାନଙ୍କ କଥା କହିଲେ, ଆପଣଙ୍କର ରଙ୍ଗ ବଦଳିଲା। ମୁଁ କହୁନାହିଁ ଆପଣ କଳା ଥିଲେ ଗୋରା ହେଲେ, ଆଉ ଗୋରା ଥିଲେ କଳା ହେଲେ। ସେହି ରଙ୍ଗରୁ ଆପଣଙ୍କୁ ଲୋକ ଦେଖିଲେ ଜାଣିପାରିଲେ ଏ ପୂର୍ବ ପରି ନାହିଁ, ଆଜି ସେ ବଦଳି ଯାଇଛି। ମୋର ପ୍ରିୟମାନେ, ଆଜି ତାହା ଲୋକମାନେ ପସନ୍ଦ କରନ୍ତି ନାହିଁ। ଆଜି ଜଗତ ପସନ୍ଦ କରେ ଆପଣ ପୂର୍ବ ଅବସ୍ଥାରେ ଥାଆନ୍ତୁ। କିନ୍ତୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣ ନିମନ୍ତ୍ରଣ କରନ୍ତୁ। ଆପଣଙ୍କର କାର୍ଯ୍ୟକଳାପ, ଆପଣଙ୍କର ଭାଷା, ଆପଣଙ୍କର ଆଚାର ବ୍ୟବହାର ପରିବର୍ତ୍ତନ ହେବ। ନିଶ୍ଚୟ ଲୋକମାନେ ଆପଣଙ୍କୁ ପସନ୍ଦ କରିବେ। ସେଇଦିନ କାହ୍ନା ନଗରର ଅଧ୍ୟକ୍ଷ ତାଙ୍କୁ ପଚାରିଲେ, ଏ ପର୍ଯ୍ୟନ୍ତ ଏହି ଦ୍ରାକ୍ଷାରସ ଲୋକମାନେ ଆପଣଙ୍କୁ ଖୋଜନ୍ତୁ, ଆପଣ କେଉଁଠାରେ ଅଛନ୍ତି? ଆପଣ ଗୋଟିଏ ଦିନ ସାକ୍ଷାତ କଲେ, ଆଉ ଗୋଟେ ଦିନ ମଧ୍ୟ ଆପଣଙ୍କୁ ସାକ୍ଷାତ ଲୋକମାନେ ଆପଣଙ୍କର କଥା ପ୍ରତି, ଆପଣଙ୍କର କାର୍ଯ୍ୟ ପ୍ରତି, ଆପଣଙ୍କର ଆଚାର ବ୍ୟବହାର ପ୍ରତି ଲୋକମାନେ ଲଳାୟତ ହୁଅନ୍ତୁ। ଆପଣ ପ୍ରତ୍ୟେକଙ୍କ ନିମନ୍ତେ ଏ ଜଗତର ପ୍ରତ୍ୟେକ ଜଣଙ୍କ ପାଇଁ ସ୍ୱାଦଯୁକ୍ତ ହୁଅନ୍ତୁ। ଯେଉଁମାନେ ଯୀଶୁଖ୍ରୀଷ୍ଟ ଖାଲି କାହ୍ନା ନଗରରେ ଆମ ଜୀବନରେ ଆପଣମାନେ এই ছোଟ କାହାଣୀ ଶୁଣୁଛନ୍ତି, ସେଥିରେ ଆପଣମାନଙ୍କୁ ଧନ୍ୟବାଦ। ଆଗାମୀ ସମୟ ଗୁଡ଼ାକରେ ଆପଣ ଏପରି ଅନେକ କାହାଣୀ ଶୁଣିବେ, ଯାହାକି ବାଇବେଲର ପବିତ୍ର ଧର୍ମଶାସ୍ତ୍ରରେ ଲିଖିତ ରଖାଯାଇଛି। ଆପଣମାନଙ୍କ ସମ୍ମୁଖରେ ରଖୁଅଛି। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ